ନରି ପଣ୍ଡା ସିଏ ତ ଭଲ ଲୋକ। ତାଙ୍କର ହେଲା କି ମୀନ ଶନିଟା ଯେଉଁ ଚାଲିଛି, ନରି ପଣ୍ଡାଙ୍କ ଉପରେ ଶନିଟା ତାଙ୍କୁ ସିଧା ଦେଖୁଛି। ତେଣୁକରି ତାଙ୍କୁ ଅଯଥାରେ ଗୁଡ଼ାଇ ଅପମାନିତ କରିବ, ଅଯଥାରେ ଗୁଡ଼ାଏ ତାଙ୍କୁ କଷ୍ଟ ଦେବ, ଅଯଥାରେ ଗୁଡ଼ାଏ ତାଙ୍କୁ ମାନସିକ ଚାପରେ ପକାଇବ, ତାଙ୍କୁ ବଦନାମୀ କରାଇବ, ନିନ୍ଦା ଅପବାଦ ବଦନାମୀ ଏଗୁଡ଼ା ସବୁ ତାଙ୍କୁ ଏଇନା ସହିବାକୁ ପଡ଼ିବ। ଯେହେତୁ ଆଉ ଯେତେ ଆପଣ ଯାତ୍ରା ଜଗତ ବାଲା ଦେଖିବେ, ଗୋଟିଏ ନୁହଁ, ନରି ପଣ୍ଡାଠୁ ଆରମ୍ଭ କରି ଦେଖିବେ ନା କେତେ ବାହାରିବ। ଏ ଗୋଟିଏ କେସ୍ ନୁହଁ, ବର୍ତ୍ତମାନ ଗୋଟେ ପରେ ଗୋଟେ ପରେ ଗୋଟେ ସବୁ ବାହାରିବ। ଇଏ ମେଲ୍ ଆସିବ, ତାପରେ ପୁଣି ଫିମେଲ୍ ଆସିବ। ଏଇଟା ମେଲ୍ ପ୍ରୋବ୍ଲେମ୍ ଦେବ, ଯେତେ ମେଲ୍ ଅଛନ୍ତି ଆଙ୍କରେ ଆସିବେ, ପୁଣି ଫିମେଲ୍ ପ୍ରୋବ୍ଲେମ୍ ଆ ଭିତରେ ଆସିଯିବ, ଆହୁରି ସାଂଘାତିକ ଆସିଯିବ। ତେଣୁକରି ନରି ପଣ୍ଡା ତ ସେ ଜଣେ ପୁରୁଣା ଆର୍ଟିଷ୍ଟ, ତାଙ୍କୁ ଓଡ଼ିଶାର ସବୁ ଲୋକ ଜାଣନ୍ତି। 4.5 କୋଟି ଲୋକଙ୍କର ହୃଦୟ ସେ କଳା ଦ୍ୱାରା ଜିତିଛନ୍ତି, ସମସ୍ତେ ତାଙ୍କୁ ଭଲ ପାଆନ୍ତି। ତାଙ୍କ କଳାରେ ତାଙ୍କର ଯେଉଁ ହାସ୍ୟ ଅଭିନେତା, ଜଣେ ଭଲ ରୋମାଣ୍ଟିକ୍ କଥା କହିକି ଲୋକମାନଙ୍କର ମନକୁ ଜିତିବା ନରି ପଣ୍ଡାଙ୍କର ତାଙ୍କର ଗୋଟେ ଈଶ୍ୱରୀୟ ଗୁଣ, ସେଇଟା ଐଶ୍ୱରୀୟ କଳା, ଭଲ ଲୋକ ସିଏ। ଆଉ ସେ କଳା ଜଗତରେ ସିଏ ଅଛନ୍ତି। ତାଙ୍କ ଉପରେ ଶନିଟା ସବୁବେଳେ ତାଙ୍କୁ ଦେଖୁଛି। ଶନିଟା ତାଙ୍କର ଏଇନା ଠିକ୍ ଜାଗାରେ ନାହିଁ। ଯିଏ ଯାହା ଅଣ୍ଡରରେ ସେ କାମ କରୁଛନ୍ତି, ଯାତ୍ରାପାଟିର ମାଲିକ ଯିଏ, ତାଙ୍କ ସହିତ ତାଙ୍କର ଏଇନା ଟିକେ ଭଲ ପଡ଼ିବନି। ଆଉ ଶନିଟା ପାଟିତୁଣ୍ଡ କରାଇବ। ତେଣୁକରି ସେମାନେ ବର୍ତ୍ତମାନ ଶନି ବସିବା ଯୋଗୁଁ ସେ ଯାତ୍ରାପାଟିର କୌଣସି କଳାକାରକୁ ଖୁସି କରିପାରିବେନି, ପାରିଶ୍ରମିକ ବି ଉଚିତ ଦେଇପାରିବେନି, ଖୁସି କରିପାରିବେନି। ସେମାନଙ୍କର ଆଉ ମୁଣ୍ଡ ଆଉ ବର୍ତ୍ତମାନ ଠିକ୍ ରହିବନି। ଆର୍ଟିଷ୍ଟ ମାନେ ଠିକ୍, ତେଣୁକରି ଯାତ୍ରାଟା ଆଗକୁ ବେଶୀ ବଢ଼ିପାରିବନି। ତେଣୁକରି ତାଙ୍କୁ ବର୍ତ୍ତମାନ ସୁନ୍ଦରାକାଣ୍ଡ, ହନୁମାନ ଚାଳିଶା ଏଇଟା କରିବାକୁ ପଡ଼ିବ। କିଏ? ଯାତ୍ରାପାଣ୍ଡର ମାଲିକ ଯିଏ, ଏଇଟା ସୁନ୍ଦରକାଣ୍ଡ କରନ୍ତୁ, ହନୁମାନ ଚାଳିଶା କରନ୍ତୁ, ଗଉମାନଙ୍କୁ ଖାଇବାକୁ ଦିଅନ୍ତୁ। ତେଣୁକରି ନରି ପଣ୍ଡା ତ ସେ ଜଣେ ପୁରୁଣା ଆର୍ଟିଷ୍ଟ, ତାଙ୍କୁ ଓଡ଼ିଶାର ସବୁ ଲୋକ ଜାଣନ୍ତି। 4.5 କୋଟି ଲୋକଙ୍କର ହୃଦୟ ସେ କଳା ଦ୍ୱାରା ଜିତିଛନ୍ତି, ସମସ୍ତେ ତାଙ୍କୁ ଭଲ ପାଆନ୍ତି। ତାଙ୍କ କଳାରେ ତାଙ୍କର ଯେଉଁ ହାସ୍ୟ ଅଭିନେତା, ଜଣେ ଭଲ ରୋମାଣ୍ଟିକ୍ କଥା କହିକି ଲୋକମାନଙ୍କର ମନକୁ ଜିତିବା ନରି ପଣ୍ଡାଙ୍କର ତାଙ୍କର ଗୋଟେ ଈଶ୍ୱରୀୟ ଗୁଣ, ସେଇଟା ଐଶ୍ୱରୀୟ କଳା, ଭଲ ଲୋକ ସିଏ। ଆଉ ସେ କଳା ଜଗତରେ ସିଏ ଅଛନ୍ତି। ତାଙ୍କ ଉପରେ ଶନିଟା ସବୁବେଳେ ତାଙ୍କୁ ଦେଖୁଛି। ଶନିଟା ତାଙ୍କର ଏଇନା ଠିକ୍ ଜାଗାରେ ନାହିଁ। ଶନିଟା ତାଙ୍କର ବର୍ତ୍ତମାନ ଯେଉଁ ବସିଛି, ପଞ୍ଚମ ସ୍ଥାନରେ ବସିବା ଯୋଗୁଁ ତାଙ୍କର ଯେଉଁ ଯାତ୍ରାର ଯିଏ ଯାହା ଅଣ୍ଡରରେ ସେ କାମ କରୁଛନ୍ତି, ଯାତ୍ରାପାଟିର ମାଲିକ ଯିଏ, ତାଙ୍କ ସହିତ ତାଙ୍କର ଏଇନା ଟିକେ ଭଲ ପଡ଼ିବନି। ଆଉ ଶନିଟା ପାଟିତୁଣ୍ଡ କରାଇବ। ଆଉ ଇଏ ଗୋଟେ କଥା। ଦୁଇରେ ଆଉ ଗୋଟେ ବିଷୟବସ୍ତୁ ରହିଛି ଏଠି। ଶନିଟା ଯେଉଁ ମୀନ ରାଶିରେ ରହିଲା, ଯେଉଁ ଆଗରୁ ଯେଉଁ ଯାତ୍ରାପାଟି ଥିଲା, ଏବେ କୌଣସି ଯାତ୍ରାପାଟି ମାଲିକଙ୍କର ମୁଣ୍ଡ ଠିକ୍ ରହିବ ନାହିଁ। କାରଣ ସବୁ ଯାତ୍ରାପାଟି ମାଲିକଙ୍କ ମୁଣ୍ଡ ଉପରେ ଏବେ ଶନି ବସିଛି। ତେଣୁକରି ସେମାନେ ବର୍ତ୍ତମାନ ଶନି ବସିବା ଯୋଗୁଁ ସେ ଯାତ୍ରାପାଟିର କୌଣସି କଳାକାରକୁ ଖୁସି କରିପାରିବେନି, ପାରିଶ୍ରମିକ ବି ଉଚିତ ଦେଇପାରିବେନି, ଖୁସି କରିପାରିବେନି। ସେମାନଙ୍କର ଆଉ ମୁଣ୍ଡ ଆଉ ବର୍ତ୍ତମାନ ଠିକ୍ ରହିବନି। ଆର୍ଟିଷ୍ଟ ମାନେ ଠିକ୍, କିନ୍ତୁ ଯେଉଁମାନେ ମାଲିକ, ପ୍ରଡ୍ୟୁସର ମାନେ, ଯେଉଁମାନେ ଆକୁ ଆରେଞ୍ଜମେଣ୍ଟ କରୁଛନ୍ତି, ସେମାନଙ୍କ ଉପରେ ଗ୍ରହଟା ପ୍ରଭାବ ଏଇନା ବେଶୀ ପକାଉଛି। ତେଣୁକରି ନରି ପଣ୍ଡା ଯେଉଁ ଯାତ୍ରାରେ କାମ କରୁଥିଲେ, ସିଏ ଯାତ୍ରାପାଟିର ମାଲିକ ଯିଏ, ତାଙ୍କର ତ ଉପରେ ଶନି ଏବେ ଦଶା ପଡ଼ିଛି। ତାଙ୍କର ଶନି ଏବେ ତାଙ୍କ ମୁଣ୍ଡ ଉପରେ ବସି ମୀନ ଶନି। ତେଣୁକରି ଯାତ୍ରାଟା ଆଗକୁ ବେଶୀ ବଢ଼ିପାରିବନି। ତେଣୁକରି ତାଙ୍କୁ ବର୍ତ୍ତମାନ ସୁନ୍ଦରାକାଣ୍ଡ, ହନୁମାନ ଚାଳିଶା ଏଇଟା କରିବାକୁ ପଡ଼ିବ। କିଏ? ଯାତ୍ରାପାଣ୍ଡର ମାଲିକ ଯିଏ, ଏଇଟା ସୁନ୍ଦରକାଣ୍ଡ କରନ୍ତୁ, ହନୁମାନ ଚାଳିଶା କରନ୍ତୁ, ଗଉମାନଙ୍କୁ ଖାଇବାକୁ ଦିଅନ୍ତୁ, ଗାଈ ସେବା କରନ୍ତୁ। ଏଇଟା କଲା ପରେ କ'ଣ ହେବ, ତାଙ୍କର ଏଇ ଯେଉଁ ଶନି ମୀନ ଯୋଗ ହେଇଛି, ଏଇଟା କଟିଯିବ। ନରି ପଣ୍ଡା ସିଏ ତ ଭଲ ଲୋକ। ତାଙ୍କର ହେଲା କି ମୀନ ଶନିଟା ଯେଉଁ ଚାଲିଛି, ନରି ପଣ୍ଡାଙ୍କ ଉପରେ ଶନିଟା ତାଙ୍କୁ ସିଧା ଦେଖୁଛି। ତେଣୁକରି ତାଙ୍କୁ ଅଯଥାରେ ଗୁଡ଼ାଇ ଅପମାନିତ କରିବ, ଅଯଥାରେ ଗୁଡ଼ାଏ ତାଙ୍କୁ କଷ୍ଟ ଦେବ, ଅଯଥାରେ ଗୁଡ଼ାଏ ତାଙ୍କୁ ମାନସିକ ଚାପରେ ପକାଇବ, ତାଙ୍କୁ ବଦନାମୀ କରାଇବ, ନିନ୍ଦା ଅପବାଦ ବଦନାମୀ ଏଗୁଡ଼ା ସବୁ ତାଙ୍କୁ ଏଇନା ସହିବାକୁ ପଡ଼ିବ। ଯେହେତୁ କଳାକାରମାନେ ଏବେ ଜାଣିବା ଦରକାର, ଯେଉଁ ପୂର୍ବରୁ ଯେଉଁ କଳାକାର ଯେଉଁ ଥିଲା, ଯେଉଁ ଗ୍ରହମାନେ, ଏ 7 ଗ୍ରହ ଯେଉଁ 6 ଗ୍ରହ କୂଟ ହେଇଗଲା, ଏ କଳା ଜଗତଟା ଆଉ ଠିକ୍ରେ ଚାଲିବନି। ତେଣୁକରି ଏବେ କଳାକାରମାନେ ସେମାନେ ନିଜଙ୍କର ଇଏ ପେସା ଛାଡ଼ି ଦିଅନ୍ତୁ। ପେସା ଛାଡ଼ିକି ଆଉ ଗୋଟେ କିଛି ଅଲଗା କାମ କଲେ ଭଲ। କାରଣ ଯେଉଁ ପର୍ଯ୍ୟନ୍ତ ମୀନ ଶନି 6 ଗ୍ରହ କୂଟ ଅଛି, କୌଣସି ଖାଲି ମାନେ ଯାତ୍ରା କଥା କହୁନି, ଯାତ୍ରାଠୁ ଆରମ୍ଭ କରି ଯେତେ ଅଛି ସେଗୁଡ଼ା ଆଦୌ ଚାଲିବନି। କିନ୍ତୁ କେଉଁଟା ଚାଲିବ?
जोगुड़ा पौराणिक आगु थिला पौराणिक विषयवस्तु सेतले थिला राजा महाराजा बाहरुथिले पौराणिक कथा थिला पौराणिक कार्यक्रम जदि हबो ताहले चलिबो किंतु ए जो मॉडर्न डांस थिला बा ए जो हास्य अभिनेता लोक मानको हसेबा कॉमेडियन जोटा कहउचंदी आपण सेगुड़ा कहिना चली परिबनी कारण शनिटा जेहेतु मीन राशि रे अछि से चलै दबनी मोटे आ जेते आपण यात्रा जगत वाला देखिबे गोटिए नरी पंडा ठो आरंभ कर देखिबे ना केते बाहरिबो ए गोटिए केस नुह बर्तमान गोटे पर गोटे सब बाहर ये मेल आसवा पुणी फिमेल आस मेल प्रोब्लेम दब जिते मेल अच्छा आंकर आसे पुणी फिमेल प्रोब्लेम आ भितर आसीज आहरी सांघातिक आसीज तो फिमेल मैंने दोष देवे जो मैंने प्रोड्यूसर मैंने जो मैंने यात्रा पेटर मालिक सब अंडर जो झील मैंने सब फिल्म कम कर से कंप्लेन एवं नहीं सब आसवे तेणुक मुझे देखुची ग्रहर जोगरे एबे यात्रा पार्टी उपरे बहुत खराब ग्रह असर पकाउछि तेणु से सावधान हो जातु यात्रा पार्टीटा को किछि दिन पे बंद करके रखंतु जो पर्यंत 6 ग्रह चली यात्रा पार्टी बंद रहू एबे यात्रा रे आदौ कौन यात्रा कार्यक्रम कोठी न कले भल से माने जो माने प्रायोजक अछंती से प्रायोजक माने एबे किछि न करंतु से माने एबे टिके सुंदरकांड करंतु हनुमान चालीसा करिकी किछि दिन पर्यंत शनि गोटे राशि रे 3 वर्ष रहे तेणुक 3.5 वर्ष जा सी बर्तमान कौन करेंगे ना घरे बसिकी सन्यास नहीं कि सुंदरकांड हनुमान चालीसा सबू प्रायोजक माने एबे प्रयोजक माने एबे करंतु ताहले तांकर ग्रहटा कटिबा से जेते जेते भितर को यात्रा भितर पशिबे आर्टिस्ट प्रॉब्लम ता संगे तांकर फाइनेंशियल प्रॉब्लम पब्लिक मध्य एते सपोर्ट करिवेनी पब्लिक मध्य से जो एक्सपेक्टेशन अछि जे मु आगुरु ए नरी पंडा एबे एई रोल करिकी सेमते हसैदिबी सेटा बर्तमान होई परिबनी